शुण मन दे गोटे नारी गर्भ धारण कला ताकू कौन कौन जोगैले ता गर्भरु योग्य पुओ जन्म नब कौन कौन जोगैले गोटे नारी गर्भ धारण करिछि गायनी की स्पेशलिस्ट कहबे विटामिन खाद्य दियो विटामिन खाद्य खाइले पुओ सुस्थ हबो बुद्धि बुद्धि हबो गोटे नारी गर्भ धारण कले ताकू कौन कौन जोगैले योग्य पुओ जन्म हबो मानसिक स्तर रे शारीरिक स्तर रे मो कथा शुणिबनी अरे कहीं मान कर बापा आ बेल ना गोटे पद कला बारी जाखी मनरु मान कांदी भी कौन मोर गोटे मूर्ख भाया कथा कहूँ से फूल मालुथ कला बारी जाखी मनरु मान कवि सूर्य बलदेव रथ बारी दे बारी जाखी मनरु मान बारी दे बारी जाखी मान बारी दे रे मान बारी दे मान बारी दे रे मान बारी दे बारी जाखी मनरु मान बारी दे बारी जाखी मनरु मान बारी दे बारी जाखी बारी जाखी मनरु मान बारी दे रे बारी जाखी बारी जाखी मनरु मान मारी दे बारी दे बारी दे बारी दे दास नाशरे मानस बलिछि जे बेनारिस बलिछि जे बेनारिस बलिछि जे बेनारिस दास नाशरे मानस बलिछि जे बेनारिस बलिछि जे बेनारिस बलिछि जे बेनारिस नारा चकर जो मारी नारा चकर जो मारी नारा चकर जो मारी नारा चकर जो मारी बारी जाखी मनरु मान बारी दे बारी जाखी बारी जाखी मनरु मान आसालो सुंदरी लो मोकोरे बस पियाई देवी तुमको मुही प्रीति रस सबु मान बारी दे पंडित ब्राह्मण ब्राह्मणी मिलन अखंडा बीर्ज ब्राह्मणी गर्भे हेला संस्थापन धीरे धीरे गर्भवती ब्राह्मणी मास गड़ी गड़ी जाई गर्भवती नारी पाई पंडित कर्तव्य कौन थाई जो गोटाक समाज पाई आवश्यक पंडित से ही कथाटी कहवा विषय अधा रहिले अपर पक्ष गायक अछंती नेबे बाबा काली तो तांका प्रश्न उत्तर दे जाइछि ज्ञानेन्द्र आज जो प्रश्न दुईटी रखिछि कहवाकू हेबे बाध्य गर्भ धारण करिसंती आज ब्राह्मणी खाली ब्राह्मणी गर्भ धारण करिना तो परिवार रे मां माने गर्भ धारण करिसंती ओडिशा माटी लक्ष लक्ष कोटि कोटि मां माने गर्भ धारण करुसंती शुण मन दे गोटे नारी गर्भ धारण कला ताकू कौन कौन जोगैले ता गर्भरु योग्य पुओ जन्म नब कौन कौन जोगैले गोटे नारी गर्भ धारण करिछि गायनी की स्पेशलिस्ट कहबे विटामिन खाद्य दियो विटामिन खाद्य खाइले पुओ सुस्थ हबो बुद्धि बुद्धि हबो गोटे नारी गर्भ धारण कले ताकू कौन कौन जोगैले
ଯୋଗ୍ୟ ପୁଅ ଜନ୍ମ ହବ ମାନସିକ ସ୍ତରରେ ଶାରୀରିକ ସ୍ତରରେ ହଁ ଅପପୃଷ୍ଟିରୁ ବଞ୍ଚିତ ହୋଇ କହିଲ ଲେଖିଲେ କପିଳ। କପିଳ ଲାଗିବ ହଁ। କହିଲେ ତୁ ମନେ ରଖ ହଁ ତୋ ପୁଅ ବାହା ଦବୁ। ହଁ ପୁଅ ବାହା ଦେଇଛୁ? ବାହା ସଇଲାଣି ଆଜ୍ଞା। ପୁଅ ଝିଅ ବି 6ଟି ଆଜ୍ଞା। 5ଟା ସଇଲାଣି ବାହାର ଆଉ ଗୋଟିଏ ଅଛି। କୋଉ ଦିନ ବାହା ଦେଲୁ କାହିଁ ତ ଆମେ କେହି ଜାଣିଲୁ ନାହିଁ। ସିଏ କଣ ବେଦିରେ ବସିଛନ୍ତି? ଆଉ ନା ବେଦିରେ ବସିନାହାନ୍ତି ଆଉ ମୁଁ ତ ବସିନି, ସିଏ କଣ ବସିବେ? ମାନେ ମୁଁ କିଛି ବୁଝିପାରୁନି। ଆମର ଝଙ୍କା ଉଡରା ବାହାଘର। ମୁଁ ମାନେ ଭଲ ପାଇ ବାହା ହେଇଛି। ତୋର ଯୋଉ 3ଟା ଝିଅ 3ଟା ଝିଅରୁ ଯୋଡ଼େ ପଳେଇଲେଣି। ଆଉ ସାନ ଝିଅ ଅଛି କନ୍ୟା ଦାନ କରିବୁ ସେ ବେଦିରେ ବସିବା ଭାଗ୍ୟ ମୋର ନାହିଁ। କାହିଁକି? ସେ 6 ମାସରେ ଯିବ। କେମିତି ଜାଣିଲୁ? ମୋ ସ୍ତ୍ରୀ କହୁଥିଲା। ଆଙ୍କର ସବୁ ଜଣାଶୁଣା ବେପାର। ଆଚ୍ଛା ତୋ ପୁଅ ମାନେ? ସିଏ 3ଟା ଯାକ ଆଣିକି ପଳେଇ ଆଇଛି। ଆଚ୍ଛା 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 ଶୁଣୁ ସେ ଆଣନ୍ତୁ ଯାହା କରନ୍ତୁ। ହଁ ଦରକାର ହବ କଥାଟା। ସେ ବୋହୂ ମାନଙ୍କର ଯେତେବେଳେ ସନ୍ତାନ ସନ୍ତତି ହବ ଅନ୍ତଃସତ୍ତ୍ୱା ହେବେ ଏ କଥା ଦରକାର ହବ। ତୋ ପୁଅକୁ କହିବୁ ହଁ 5ଟା କଥା ବୋହୂକୁ ଯୋଗେଇବ ଯୋଗ୍ୟ ନାତି ପାଇବୁ। ଏଇଟା କହ। ଲେଖିଲେ କପିଳ। ଆଜ୍ଞା କଲାହାର ବିଭୁ କୀର୍ତ୍ତନ ଇଏ ଚିତ ସୁଶ୍ରୁତି ଶ୍ରବଣ ବିହାର ପଞ୍ଚମାପ୍ନତି ସୁରକ୍ଷା ଦେହ ଦିନି ସବୁ ମା ମାନେ ଜ୍ଞାନୀ ମାନେ ପଣ୍ଡିତ ମାନେ ଶୁଣନ୍ତୁ। ଯୋଗ୍ୟ ପୁଅ କେମିତି ପାଇବେ? ଆଜ୍ଞା ଦିନ ଥିଲା 18ଟା 20ଟା ସନ୍ତାନ ଜନ୍ମ ହଉଥିଲେ। ହଁ ହଁ ପୁରା କମେଇ ଦିଅ, ଯୋଉଠି କୁଁ କୁଁ ନ ହବ ସେଇ ଗାର ପାଖରେ ରଖ। ହଁ ତାଙ୍କ ବେଳୁ କୁଁ କରିବ। ତେଣୁ ଏବେ ଗୋଟିଏ ପିଲା ହେଲେ ଯଥେଷ୍ଟ। ହଁ ଆଉ କେଇ ଦିନ ପରେ ପିସା ଡାକ ତୁଟିଯିବ। କାହିଁକି? ନା ତୁଟି ନେଇ ମ ମନେକର ତୋର ନାତି ହବ ନାତୁଣୀ ନାହିଁ, ନାତୁଣୀ ନାହିଁ। ତୋ ନାତିର ଯୋଉ ପିଲାମାନେ ସେ ପିସା କାହାକୁ ଡାକିବେ? ପ୍ରକୃତ ପିସା କୋଉଟା ଆସିବ? କିନ୍ତୁ ଶୁଣୁ ମନେ ରଖ ହଁ ତୋ ବୋହୂ ଗର୍ଭ ଧାରଣ କଲା ବେଳେ ତୋ ପୁଅକୁ କହିବୁ ଖାଲି ଭିଟାମିନ ଖାଦ୍ୟ ଦବନି, ଆହାର ଆହାର ଦେଲେ ପରିପୁଷ୍ଟ ହବ ପୁଅ। ପୁଅ ବିଭୁ କୀର୍ତ୍ତନ ହଁ ଯୋଉ ଜାଗାରେ ଭଗବାନଙ୍କର ନାମ ଭଜନ ହଉଥବ, ପାଲା ହଉଥବ, ପ୍ରବଚନ ହଉଥବ, ଗୀତା ଭାଗବତ ପଢା ହଉଥବ, ସେଇ ଜାଗାରେ ନବୁ ବୋହୂକୁ ବସେଇବୁ। ଯଦି ନଡିଆ ତେଲ ଦେଖିଲା ଗଲା ଆଉ। ନାଇଁ ନାଇଁ ଏ ଅର୍ଦ୍ଧଉଲଗ୍ନିତ ବେଶକୁ ବୋହୂକୁ ଦେଖେଇବୁନି। ତାପରେ ଗର୍ଭବତୀ ନାରୀ ଯାହା ଦେଖେ ହଁ ତାର ଛାୟା ପ୍ରତିଫଳିତ ହୁଏ ଗର୍ଭସ୍ଥ ଭ୍ରୂଣ ଉପରେ। କାଲି କହିଛ ଅଭିମନ୍ୟୁ କଥା ଆମେ ଆଉ। ଶୀତ ସୁ ମାନେ ମୋ ମା ମାନେ ସବୁ ଶୁଣ, ଏଇଟା ବଢିଆ କଥା ବା, ପାଟି କରୁନି ଆଉ। ଗର୍ଭବତୀ ନାରୀ କି ବିନା କାରଣରେ କନ୍ଦେଇବ ନାହିଁ। ଯଦି ସେ ନାରୀ କାନ୍ଦିଲା 6 ମାସ ପରେ ଅଣା 2ଟାରୁ ଗୋଟାଏ ହବ। ପିଲା କାନ୍ଦିଲେ, ପିଲା ନୁହଁ ମା କାନ୍ଦିଲେ ମା କାନ୍ଦିଲେ, ତାର ବିନା କାରଣରେ ତା ମନକୁ ପ୍ରସନ୍ନ ରଖିବ ଗର୍ଭବତୀ ନାରୀର ମନ। ଗର୍ଭବତୀ ନାରୀ କି ମା କୁତୁ କୁତୁ କରିବ। କୁତୁ କୁତୁ ନୁହଁ, ତା ମନରେ କେବେ କଷ୍ଟ ଦେଲା ଭଳିଆ କଥା କହିବନି। ବୁଝିଲୁ? ବୁଝିଗଲା? ଚିତ୍ତସୁ ଶ୍ରୁତି ଶ୍ରବଣ ଶ୍ରବଣ ଗର୍ଭବତୀ ନାରୀ କି ବେଦ ଶୁଣେଇବ। ବା ବୁଝି ପୁରାଣ ଶୁଣେଇବ। ବିହାର ବିହାର ନବ ବିହାର ନୁହଁ, ଆଉ ବିହାର କହିଲେ ବୁଲିବା। ଗର୍ଭବତୀ ନାରୀ କି ଉଦ୍ୟାନରେ ବୁଲେଇବ, ନଈ କୂଳରେ ବୁଲିବ, ସମୁଦ୍ର କୂଳରେ ବୁଲେଇବ, ଚଳଚଞ୍ଚଳ ହବ। ମୋ ସ୍ତ୍ରୀ ଖାଲି ନଳ ଘୋଡି ବୁଲୁଛି। ଏଇ 5ଟି କଥା ଯୋଗେଇଲେ ଯୋଗ୍ୟ ପୁଅ ଜନ୍ମ ନବ। ଜନ୍ମ ହବ। ତାହେଲେ ଗର୍ଭ ଧାରଣ କରିଛି ବ୍ରାହ୍ମଣୀ, ବ୍ରାହ୍ମଣୀ ବ୍ରାହ୍ମଣ ଯୋଗ୍ୟ ବେଦ ଯୋଗଉଛି କଥା, ଭଲ ଭଲ ଖାଦ୍ୟ ଆଣି ଦଉଛି, ଦଉଛି। ବ୍ରାହ୍ମଣୀ ଖାଉନି। ଭଲ ଖାଦ୍ୟ ସେ ଖାଉନି। କାହିଁ ଖାଉନି? କାହିଁ ଭଞ୍ଜ ଲେଖିଲେ ହଁ। ଲାବଣ୍ୟବତୀ ଗୋଟିଏ ପଦ। କଣ ପାଇଁ ବ୍ରାହ୍ମଣୀ ଖାଉନି? ମୁଁ କହିଛି ଅଳଙ୍କାର ଭିତରେ ବିଷୟକୁ ନେଇଯିବି। ହେ ଭୋନ ରକମ ଦେଖୁଛି ମୁଁ କଣ ଦେଖୁଛୁ? 10:30 କହିଲା ଏ ଦିବ୍ୟ ରୁଚି ବିରୁଚିଲା ଦିବ୍ୟ ରୁଚି ଭଲ ଭଲ ଖାଦ୍ୟ ଦେଲା ଖାଇବା, ଯୋଉଟା ରୁଚିକର ଖାଦ୍ୟ। ହେଲେ ବ୍ରାହ୍ମଣୀ ଅରୁଚି ହେଲା। ଖାଇଲାନି। ଗର୍ଭବତୀ ନାରୀ ମାନେ କଣ ଭଲ ଭଲ ଖାଦ୍ୟ ଖାଆନ୍ତି? ଆଉ ତାଙ୍କର ଅରୁଚି ହୁଏ, ବାନ୍ତି ଉଠେ, ହଁ ସେ ଅଖାଦ୍ୟ ଖାଇବେ। ଅଖାଦ୍ୟ ମୂର୍ତ୍ତିକା ଭକ୍ଷଣ, କାନ୍ଥରୁ ମାଟିକି ଛଡେଇ ଖାଇଲେ। ଏଇଟା ଠିକ ଆଜ୍ଞା। କେମିତି ଜାଣିଲୁ? ମୁଁ
ପୁରା ପାର୍ଲର ଥରେ ଏମିତି ଆସିଲା ବେଳକୁ ମୋ ସ୍ତ୍ରୀ ଯୋଡେ କାନ୍ଥ ଭାଙ୍ଗି ଦେଇଛି କାହିଁକି ଖାଲି ଖାଇ ଖାଇକା ଛୁଆ ଆଉ ଦେଖା ଯାଉଛନ୍ତି କେମିତି? ଦେଖାଯିବେ ହଁ ସେ ଭଞ୍ଜ ଆଉ ଗର୍ଭବତୀ ନାରୀଙ୍କ ବେଶ ବଦଳିଯାଏ, ରୂପ ବଦଳିଯାଏ। କେମିତି କହିଲେ? କଲା କାନ୍ତି ସୁବର୍ଣ୍ଣ ଦୋହଦ ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଘୁମସରଗଡ଼ର ଯୋଗ୍ୟତା ରୁଚି ଯୁଗ ସାହିତ୍ୟର ସ୍ରଷ୍ଟା ପାରଦ ମିଶିଲା ରଜତ ପିତୁଳା ତୁଳା ରଜତ କହିଲେ ରୂପା ରୂପା ପ୍ରତିମା, ହଁ ରଜତ ପିତୁଳା କହିଲେ ପ୍ରତିମା। ଆଗରୁ ଏ ବ୍ରାହ୍ମଣୀ ସୁନା ପ୍ରତିମା ପରି ଦିଶୁଥିଲେ। ଗର୍ଭ ଧାରଣ କରିବାରୁ ଭଞ୍ଜ କହିଲେ ବଣିଆ ଯେମିତି ସୁନାରେ ଖାଦ ମିଶେଇଲେ ପାଉଁଶିଆ ଦିଶେ, ଇଏ ବ୍ରାହ୍ମଣୀ ପୂର୍ବରୁ ସୁନା ପ୍ରତିମା ପରି ଦିଶୁଥିଲେ। ଗର୍ଭ ଧାରଣ କରିବାରୁ ସତେ କଣ ଆଙ୍କଠି ଖାଦ ମିଶିଗଲା କି? ଇଏ ରଜତ କହିଲେ ରୂପା ପ୍ରତିମା ପରି ଦିଶିଲେ। ଧୀରେ 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 ମାସ ସଂଖ୍ୟା ବଢି ବଢି ଚାଲିଛି, ସେତିକି ଆଶଙ୍କା ବଢି ଚାଲିଛି ବ୍ରାହ୍ମଣର। ବାବୁ ବ୍ରାହ୍ମଣର ମନେ ପଡି ଯାଉଛି ପୂର୍ବ କଥା। 8ଟା ପିଲା ମରିଗଲା ପରେ ହେ ବିଶ୍ୱ ଚିନ୍ତାମଣି, ସତେ କଣ ଏ ପୁଅଟା ମୋର ବଞ୍ଚିବ, ମୋ କୂଳ ରକ୍ଷା ହବ? ଏହିପରି ସମୟ ଗଡି ଗଡି ଯାଉଛି। ଗର୍ଭ କଷ୍ଟକୁ ସହ୍ୟ କରୁଛନ୍ତି ବ୍ରାହ୍ମଣୀ। ବ୍ରାହ୍ମଣ ଆଉ ବ୍ରାହ୍ମଣୀ କହୁନୁ, ବ୍ରାହ୍ମଣ କଣ କହୁଛୁ? ହଁ ରଭାଇକି ଦେଖିଦେଲେ ତୋର କଣ ଅଛି? ରଭାଇ ଯେମିତି ଆମର ରଭାଇ, ସେଥିରେ ଆମର କଣ ଅଛି? ହେ ମୋର ବିଦ୍ୱାନ ମଣ୍ଡଳୀ, ତୁ ଭାବୁଛୁ କଣ ଛୋଟିଆ ବାୟକ ସେକରେ ସମର ଦାସ ବାୟକ? ଆଉ ସେ ରହିଗଲେ କଣ ଅଛି ସେଠି? ଯୋଗ୍ୟ ଯୋଗ୍ୟ କାଉଁରେ ପାଖରେ ମନ ତୁମ ପାଖରେ। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ହାତ ଯୋଡ଼ିଦେଲେ ବ୍ରାହ୍ମଣ ଗୋଟିଏ ପଦ, ବାପା ଭଗବାନଙ୍କୁ ଡାକୁଛନ୍ତି। ଭକ୍ତ କବି ଜୟଦେବ ପବିତ୍ର ଗୀତ ଗୋବିନ୍ଦ। ହେ ହରି ଇଏ କାଳିଅ ବିଷ ଧରଗଞ୍ଜ ହରି ହେ ବିଷ विश्व चिंतामणि की डाकिला बेले ब्राह्मण ब्राह्मणी से गर्भ जंत्रणा को सहूची प्रसव जनित जंत्रणा को सहूची ठाकुरे माया धर तुम्हें माया करना प्रभु निर्दय हुआ ना ये ब्राह्मणी संतान को तुमको बंचाइबा को पड़िबो हे ठाकुरे
କଲ୍ୟାଣ କଳ୍ପଦ୍ରୁମକୁ ଯେତେବେଳେ ଡାକିଛି ପଣ୍ଡିତେ, ଭଗବାନ କଣ ଦୁଃଖୀର ଉପରେ କେମିତି ଦୁଃଖ ଭାର ଦିଅନ୍ତି। 8ଟି ପିଲା ଯେମିତି ପ୍ରସବ ହୋଇଥିଲେ, ନବମ ଗର୍ଭଜାତ ସନ୍ତାନ ଭୂମିଷ୍ଠ ହେଲା। ସେ 8ଟା ଯାକ ପିଲା ଯେତିକି ସମୟ କୁଆଁ କୁଆଁ ରାବ କରିଥିଲେ, ଶେଷ ନିଶ୍ୱାସ ତ୍ୟାଗ ହେଇଯାଇଥିଲା। ଇଏ ପଣ୍ଡିତ ଟିକେ ଦୀର୍ଘ ସମୟ ଯେତେବେଳେ କୁଆଁ କୁଆଁ ରାବ କଲା, ବ୍ରାହ୍ମଣ ଚିନ୍ତା କଲା ମୋ ପ୍ରଭୁ ମୋ ଉପରେ ଦୟା କଲେ, ଏ ପୁଅ ନିଶ୍ଚିତ ମୋର ବଂଶୀୟ। ଚେତା ଶୂନ୍ୟ ହେଇ ବ୍ରାହ୍ମଣୀ ପଡିଛି। ଏଇ ମୋ ପୁଅ କହି ଯେତେବେଳେ ପଥିତ ବ୍ରାହ୍ମଣ ସେ ନବମ ସନ୍ତାନକୁ କୋଳକୁ ନେଇ ଆସେ, ଏ ପୁଅ କହିଲା କୁଆଁ କହି ଶେଷ ନିଶ୍ୱାସ